ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ମୋର ପ୍ରେଜ୍ ଦିଆଯାଉଛି। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଆଜି ସଦାପ୍ରଭୁ ଆମ ସମସ୍ତଙ୍କୁ ଜୀବିତମାନଙ୍କ ମଧ୍ୟରେ ରଖିଥିବାର ତାଙ୍କର ମହିମା ହେଉ। ଆଜି ଆମେ ବିବାହର ପରିଭାଷା ବିଷୟରେ ଆମେ ଲକ୍ଷ୍ୟ କରିବା। ସଦାପ୍ରଭୁ ବିବାହକୁ ନିର୍ମାଣ କରିଛନ୍ତି, ଏହା ଆମେ ପ୍ରତ୍ୟେକ ଜାଣିଅଛୁ। ମୁଁ ଶେଷ ପର୍ଯ୍ୟନ୍ତ ଯେଉଁମାନେ ଶୁଣିବେ ସେମାନେ ଜାଣିପାରିବେ କି ମୁଁ ଏହି ଟପିକ୍ କହିବାର କାରଣ କ'ଣ। ଆଦି ପୁସ୍ତକ 1 ତାର 26, 27, 28କୁ ଆମେ ଅଧ୍ୟୟନ କଲେ ଆମେ ଜାଣିପାରିବା କି ସେଠାରେ ଲେଖାଯାଏ 26 ଆମେ ଜାଣିଛୁ ସେଠି ଏପରିକାର ଲେଖାଯାଏ କି ଏଥିଠାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ସଦାପ୍ରଭୁଙ୍କର ପରମେଶ୍ୱରଙ୍କର କମାଣ୍ଡ ଥିଲା ଏଇଟା କି ଆଦେଶ ଗୋଟେ ଥିଲା କି ସେ ମନୁଷ୍ୟକୁ ନିର୍ମାଣ କରିବେ ତାଙ୍କରି ସଦୃଶ୍ୟରେ। ଆମେ ଈଶ୍ୱରଙ୍କ ସଦୃଶ୍ୟରେ ସୃଷ୍ଟି ହେଇଅଛୁ, ଏହା ଆମେ ପ୍ରତ୍ୟେକ ଜାଣିଅଛୁ। ଆଉ ତଥାପି ଏଇଟା ବି ମଧ୍ୟ ଜାଣିଅଛୁ କି ଆମେ ସମସ୍ତଙ୍କ ପଶୁ ଆଉ ଯାହା ବି ସୃଷ୍ଟି ହେଇଅଛି ପୃଥିବୀରେ ସମସ୍ତଙ୍କୁ ଆମେ ଶାସିତ କରୁଅଛୁ। ଦେଖନ୍ତୁ କିଛି ହଜାର ହଜାର ବର୍ଷ ପୂର୍ବରୁ ଆମେ ଦେଖିବା ଅନେକ ଡାଇନୋସର ବି ଥିଲେ, ସେମାନଙ୍କ ଉପରେ ମଧ୍ୟ ମନୁଷ୍ୟ କ'ଣ କରିଛି, ଶାସନ କରିଛି। ଏଇଟା ଗୋଟେ ପରମେଶ୍ୱରଙ୍କର କମାଣ୍ଡ ଥିଲା ବୋଲିକି ଆମେ ସବୁ କିଛି କରିପାରୁଛୁ। ଯଦି ପ୍ରଭୁଙ୍କର ଆଦେଶ ଯଦି ନଥାନ୍ତା ଆମେ ମନୁଷ୍ୟ 2 ଗୋଡ଼ିଆ ମନୁଷ୍ୟ କିଛି ବି କରିପାରିନଥାନ୍ତୁ। କିନ୍ତୁ ପ୍ରଭୁ ସମସ୍ତ ପ୍ରାଣୀଙ୍କଠାରୁ ମନୁଷ୍ୟକୁ ଏକ ବହୁତ ମୂଲ୍ୟବାନର ଜ୍ଞାନ ଦେଇକି ସୃଷ୍ଟି କରିଛନ୍ତି ଆଉ ସେ ଦେଇଛନ୍ତି। କିନ୍ତୁ ଆଜିର ମନୁଷ୍ୟ କ'ଣ କରନ୍ତି ସେ ବିଷୟକୁ ଆମେ ଲକ୍ଷ୍ୟ କରିବୁ। ଆଉ 27ରେ ପ୍ରକାର ଲେଖାଗଲା, ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କରୁଛନ୍ତି। ପୁରୁଷ ଆଉ ସ୍ତ୍ରୀ କରିକି ମନୁଷ୍ୟକୁ ପରମେଶ୍ୱର ସୃଷ୍ଟି କଲେ, ଏହା ବି ଆମେ ଜାଣିଲୁ। ତାପରେ 28ରେ ଆମେ ଦେଖୁଛୁ, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀ କି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କରିବ। ଏଠି ଆମେ ବିବାହକୁ ଦେଖୁଅଛୁ, ସ୍ୱାମୀ ଆଉ ପୁଅ ଏବଂ ଝିଅ ବିବାହ କରି ସେମାନେ କ'ଣ କରନ୍ତୁ, ବଂଶ ଉତ୍ପନ୍ନ କରନ୍ତୁ। ପ୍ରଭୁ ସ୍ପଷ୍ଟ ଭାବରେ ଆମେ କହୁଛନ୍ତି। ଆଜିର ଶିକ୍ଷିତ ଯୁବାପିଢ଼ିଙ୍କୁ ଆମେ ଦେଖିବା ଏବେର ଦୁନିଆରେ, ତ ଦେଖିବା ଅନେକ ଶିକ୍ଷିତ ହେଲା ପରେ ସେମାନେ ପ୍ରଭୁଙ୍କୁ ଭୁଲି ଯାଉଛନ୍ତି। ଆଜି ଅନେକ ହଷ୍ଟେଲରେ ମଧ୍ୟ ଆମେ ଦେଖିପାରୁଛୁ କି ନ୍ୟୁଜ୍ ମାଧ୍ୟମରେ ସେଠି ସମଲିଙ୍ଗୀ ମାନେ ବିବାହ କରୁଛନ୍ତି। ଆଉ ଏଇଟା ପ୍ରଭୁଙ୍କର ଗ୍ରହଣଯୋଗ୍ୟ କି? ବାଇବଲ କହୁଛି ପୁରୁଷ ଏବଂ ସ୍ତ୍ରୀକୁ ବିବାହ କରିବା ନିମନ୍ତେ ବାଇବଲ ଆଦେଶ ଦେଇଅଛି। ଆଜି ଯୁବପିଢ଼ି ମାନେ ବାକ୍ୟକୁ ଅନୁଧ୍ୟାନ କରୁନାହାନ୍ତି, ଶିକ୍ଷିତ ହେଲେ ସୁଦ୍ଧା ସେମାନେ ଶିଖୁନାହାନ୍ତି, ବାଇବଲ ଭିତ୍ତିକ ବିଷୟକୁ ଜାଣୁନାହାନ୍ତି। ପ୍ରଭୁ ଆମକୁ ଉତ୍ତମ ରୂପେ ଆମକୁ ବନାଇଛନ୍ତି। ଆଜି ସାଇଣ୍ଟିଫିକାଲ ମାଧ୍ୟମରେ, ବୈଜ୍ଞାନିକ ମାଧ୍ୟମରେ ତତ୍ତ୍ୱ ଅନୁଯାୟୀ ଦେଶରେ କ'ଣ ଚାଲିଛି, ଛୁଆ ବି ଜନ୍ମ କରିବ ବୋଲି। କ'ଣ ତାହା ପ୍ରଭୁଙ୍କ ଉଦ୍ଦେଶ୍ୟ ଠିକ୍? ଯଦି ପରମେଶ୍ୱର ଯେଉଁଟା ଠିକ୍ ଭାବରେ ତିଆରି କରିଛନ୍ତି ତାହାକୁ ଯଦି ମନୁଷ୍ୟ ଅଲଗା କରୁଛି, ତାହେଲେ ତା ପାଖରେ କ'ଣ ଜନ୍ମୁଛି? ପାପ। ଆମେ ଦେଖିପାରୁଛୁ ବାଇବଲ ଅନୁଯାୟୀ। ବିବାହର ସଦାପ୍ରଭୁଙ୍କର ପୁରୁଷ ଓ ସ୍ତ୍ରୀ ସହିତ ତିଆରି କରିଥିଲେ, କିନ୍ତୁ ଏବେ ସମଲିଙ୍ଗୀ ମାନେ କ'ଣ କରୁଛନ୍ତି? ବିବାହ କରୁଛନ୍ତି। ପୁରୁଷ ଏବଂ ସ୍ତ୍ରୀକୁ ବିବାହ କରିବା ପାଇଁ ଆଦେଶ ପରମେଶ୍ୱର ଅଲରେଡି ଦେଇଛନ୍ତି। ଆଜି ସମଲିଙ୍ଗୀ ମାନେ ଝିଅ ବାହା ହେଉଛନ୍ତି, ପୁରୁଷ ବାହା ହେଉଛନ୍ତି। ଆମେ ଦେଖିପାରୁଛୁ ଆଗ କାଳରେ ମଧ୍ୟ ସୋଦମ ଓ ଗମୋରରେ ମଧ୍ୟ ଏ ପ୍ରକାର ଘଟିଥିଲା ବୋଲି ଶୁଣୁଛୁ। ଆମେ ଜୀବଦା ପୁସ୍ତକକୁ ଆମେ ସେଠାରେ ଦେଖିପାରିବା କି ତାର ଜିହୁଦା 1:7 ଏ ପ୍ରକାର ଲେଖାଯାଏ,
ଜିହୁଦା 1:7 ଏ ପ୍ରକାର ଲେଖାଯାଏ, ସେହିପରି ସୋଦମ ଓ ଗମୋରା ପୁଣି ସେମାନଙ୍କ ଚତୁର୍ଦିଗ ନଗରୀ ନିବାସୀ ମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନିରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। ଆଜି ମୁଁ ଏହି ବିଷୟକୁ ଆପଣମାନଙ୍କ ସମ୍ମୁଖରେ ରଖିବା କାରଣ ଏହାକି ଆଜି ସମୟ ଆମେ ଦେଖିପାରୁଛୁ ବହୁତ କିଛି ଆଗକୁ ଗତି କରି ଚାଲିଛି। ପ୍ରଭୁ ହୋଇତାପରେ ପ୍ରଭୁ କହିଛନ୍ତି କୌଣସି ପ୍ରକାର ପାଣିରେ ମଣିଷକୁ ଆଉ ମରିବାକୁ ଦେବେ ନାହିଁ, କିନ୍ତୁ ନିଆଁରେ ପୋଡ଼ିକି ମରିବେ। ଏହା ସତ୍ୟ ବି ହେଉଛି ଆମେ ଦେଖୁଛୁ। କିନ୍ତୁ ଆଜି ଆମମାନଙ୍କ ନିମନ୍ତେ ଆଉ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଭୁଙ୍କର କମାଣ୍ଡ ଏହା କି ଆମେ ଧ୍ୟାନର ସହକାରେ ପ୍ରାର୍ଥନାର ସହିତ ରହିବା ଆବଶ୍ୟକ। ଯଦି କାହାରି ପିଲାମାନଙ୍କର କାହାରି ବାପା ମାଆଙ୍କର ଛୁଆମାନେ ଅଛନ୍ତି, ବାଇବଲକୁ ଅଧ୍ୟୟନ କରୁଛନ୍ତି, ତାହେଲେ ଛୁଆମାନଙ୍କୁ ମଧ୍ୟ ନିଜର ପିଲାମାନଙ୍କୁ ବସାନ୍ତୁ ସନ୍ଧ୍ୟା ସମୟରେ ଆଟଲିଷ୍ଟ, ତେବେ ଯାକ ପ୍ରଭୁଙ୍କର ଉଦ୍ଧାରତା ପାଇବେ। ନହେଲେ ଆଜି ଏ ପ୍ରକାର ଦିନ ଆସିଛି କି ଆମେ ଗାୟବ ହେଇଯିବା ଦିନ ଆସିବ। ସେ ସମୟରେ ଆମେ ଖୋଜିଲେ ମଧ୍ୟ ସେ ପ୍ରକାର ସମୟକୁ ପାଇବା ନାହିଁ। ଆଜି ପ୍ରଭୁ ଆମକୁ କିଛି କରିନାହାନ୍ତି ବା ଦୁନିଆକୁ କିଛି କରିନାହାନ୍ତି, ତା ମାନେ ନୁହଁ କି ସେ କିଛି କରିବେ ନାହିଁ। ପ୍ରଭୁ ଦୟାଳୁ, ଆମେ ଜାଣିଛୁ ସମସ୍ତେ, କିନ୍ତୁ ସେ ଭୁଲକୁ ଘୃଣା କରିବେ, ଏହା ମଧ୍ୟ ଆମେ ଜାଣିଛୁ। ତ ଆମେ ଭୁଲ କାର୍ଯ୍ୟକୁ ନ ଯିବାକୁ ହେଲେ ଆମମାନଙ୍କ ପକ୍ଷରେ ଆଟଲିଷ୍ଟ ଅଳ୍ପ ସମୟ ବାଇବଲ ଅଧ୍ୟୟନ, ପ୍ରାର୍ଥନା ବି ରହିବା ଆବଶ୍ୟକ। ପ୍ରଭୁ ଏ ପଠିତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।